12 ବର୍ଷର ତପସ୍ୟା ମୋର ଶୁକୁଆ ପଡ଼ାରେ ଗଲା। ହଁ ଫ୍ରେଣ୍ଡସ୍, ଏକଥା ଆମେ ଏଇଥିପାଇଁ କହୁଛୁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖି ସାରିଲା ପରେ ଆପଣ ଜାଣିପାରିବେ କ'ଣ ପାଇଁ ଆମେ ଏ କଥା କହିଛୁ। ଯେତେବେଳେ ଜେଜେବାପାଙ୍କ କଥାରେ ମାଧବ ଦେଇଛି ସମସ୍ତଙ୍କୁ ଖାଇବା ପରସି ଦେଇଛି, ଚିକି ବୋହୁମା ଯେଉଁ ହାତ ରନ୍ଧା ତିଅଣ ଯେତେବେଳେ ସମସ୍ତଙ୍କୁ ପରସା ହୋଇଛି, ସମସ୍ତଙ୍କ ହାତରେ ଧରିଛନ୍ତି, ଆଉ ଯେତେବେଳେ ନିଜେ ନିଜର ଚାମଚରେ ଖାଇବା ପାଇଁ ପ୍ରିପେୟାର ହେଉଛନ୍ତି, ସେ ସମୟରେ ଗୋଟେ ଅଦ୍ଭୁତ ଘଟଣା ଘଟିଛି। ହଁ ଫ୍ରେଣ୍ଡସ୍, ସମସ୍ତଙ୍କର ସୁପ୍ରେ ବାହାରିଛି ନନଭେଜ୍ ମାନେ ମାଛ କଣ୍ଟା, ଆଉ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ କାମିନୀ କହିଥିଲେ ଯେ ଆଜି ଆମର ସମ୍ପୂର୍ଣ୍ଣ ଭେଜ୍ରେ ରୋଷେଇ ହେଇଛି, କୌଣସି ନନଭେଜ୍ ହେଇନାହିଁ। କାରଣ ସମସ୍ତଙ୍କୁ ମୋଟିଭେଟ୍ କରିଥିଲେ କାମିନୀ ଏ କଥାରେ। କାରଣ କିଛି ଲୋକ ଥିଲେ ଯେଉଁମାନେ ପିଓର ଭେଜିଟେରିଆନ୍ ଥିଲେ, ସେମାନେ ଯେତେବେଳେ ଦେଖିଛନ୍ତି ତାଙ୍କ ଖାଦ୍ୟରେ ନନଭେଜ୍ ଅଛି, ତାପରେ ଆରମ୍ଭ ହୋଇଛି ମହାଭାରତ। ଆଉ ଆରମ୍ଭ ହୋଇଛି ଯେଉଁ ଲୋକ ନିଜ ଜୀବନରେ କେବେ କାହା ପାଖରେ ଭୁଲ ମାଗିନଥିଲା, ସେ ଆଜି ସମସ୍ତଙ୍କ ସାମ୍ନାରେ ହାତ ଯୋଡ଼ି ଭୁଲ ମାଗିବା ପାଇଁ ବାଧ୍ୟ ହୋଇଛି। ହଁ ଫ୍ରେଣ୍ଡସ୍, ଲୋକମାନେ ତାଚ୍ଛଲ୍ୟ କରି କହିଛନ୍ତି, ତୁମର ଏଇ ସଂସ୍କାର, ତୁମେ ଏମିତି ଆମକୁ ଆମର ଧର୍ମ ଭ୍ରଷ୍ଟ କରିବା ପାଇଁ ଆମେ ଯେଉଁ ଜୀବନ ସାରା ବ୍ରତ କରିଥିଲୁ ଆଇଁଷ ଖାଇବୁ ନାହିଁ, ସେ ବ୍ରତ ପାଇଁ ଆପଣ ଭାଙ୍ଗିବା ପାଇଁ ଆମକୁ ଏଠାକୁ ଡାକିଛନ୍ତି ବା ନିମନ୍ତ୍ରଣ କରିଛନ୍ତି। ହଁ ଫ୍ରେଣ୍ଡସ୍, ସମସ୍ତେ ଆଶ୍ଚର୍ଯ୍ୟ ଯେ ଏମିତି କେମିତି ହେଲା ଯେ ଆମେ ତ ସମ୍ପୂର୍ଣ୍ଣ ଭେଜ୍ କରିଥିଲୁ, କୌଣସି ନନଭେଜ୍ର ପ୍ରଶ୍ନ ନଥିଲା, କିନ୍ତୁ ଏମିତି କେମିତି ହେଲା, ଏଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ଏ କଥା ଯେ ଲୋକମାନେ ଶୁଣିବେ ତା'ର କିଛି ଉଦ୍ଦେଶ୍ୟ ନାହିଁ, କାରଣ ଲୋକମାନେ ବୁଝିଛନ୍ତି ଯେ ତୁମେ ଜାଣିଶୁଣି ଏ କଥା ସବୁ କରିଛ। ପ୍ରଥମେ ତାଙ୍କର ବଡ଼ ବୋହୂ ଭୁଲ ମାଗିଛନ୍ତି, ହାତ ଯୋଡ଼ି ଭୁଲ ମାଗିଛନ୍ତି, ଯଦି ଆମ ଦ୍ୱାରା କୌଣସି ଘଟଣା ବା ମାନେ ମିସ୍କମ୍ୟୁନିକେସନ୍ ହେଇଛି ବା କୌଣସି ଭୁଲ ହେଇଛି ଆପଣ କ୍ଷମା କରିଦିଅନ୍ତୁ। ତାପରେ ନିଜେ ଘରର ମୁଖ୍ୟ ଯେ ସମସ୍ତଙ୍କ ଆଗରେ ହାତ ଯୋଡ଼ିଛନ୍ତି ଏବଂ ବିନମ୍ର ପ୍ରାର୍ଥନା କରିଛନ୍ତି, ଆଜ୍ଞା ଆମ ପାଇଁ ଯେଉଁ ଭୁଲ ଆପଣଙ୍କର ହେଇଛି ସେଥିପାଇଁ ଆପଣ ଆମମାନଙ୍କୁ କ୍ଷମା କରିଦିଅନ୍ତୁ। ଠିକ୍ ଏହି ସମୟରେ ତାଙ୍କର ବଡ଼ ବୋହୂ ଯାଇଛନ୍ତି ପାଣି ଆଣିବା ପାଇଁ, ଆଉ ଲୋକ କହିଛନ୍ତି ଖାଲି ପାଣି ନୁହେଁ, ଗଙ୍ଗା ପାଣି ଆଣିଲେ ଆମର ପାପ ଧୋଇ ହେବ। ହଁ ଫ୍ରେଣ୍ଡସ୍, ଆଗକୁ କ'ଣ ହେଉଛି ଜାଣିବା।